କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ସଂକ୍ଷିପ୍ତରେ ଜାଣିବା। ଓଡ଼ିଶାର ଉପକୂଳବର୍ତ୍ତୀ ସହର ପୁରୀରେ ଜଗନ୍ନାଥ ମନ୍ଦିର ଅବସ୍ଥିତ। ମନ୍ଦିର ହିନ୍ଦୁ ବିଶ୍ୱାସ ଏବଂ ସ୍ଥାପତ୍ୟ ଚମତ୍କାରର ଏକ ଗଭୀର ପ୍ରତୀକ ଭାବରେ ଠିଆ ହୋଇଛି। ଭଗବାନ ବିଷ୍ଣୁଙ୍କ ରୂପ ପ୍ରଭୁ ଜଗନ୍ନାଥ ତାଙ୍କ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହିତ ମନ୍ଦିରରେ ବିରାଜମାନ। ଏହି ପ୍ରାଚୀନ ମନ୍ଦିର ପୂଜ୍ୟ ଚାରିଧାମ ତୀର୍ଥସ୍ଥଳ ମଧ୍ୟରୁ ଗୋଟିଏ। ଦ୍ୱାଦଶ ଶତାବ୍ଦୀରେ ପୂର୍ବଗଙ୍ଗ ରାଜବଂଶର ରାଜା ଅନନ୍ତ ବର୍ମନ ଚୋଡଗଙ୍ଗ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ। ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଉଦାହରଣ। ଏହାର ଉଚ୍ଚ ଶିଖର, ଜଟିଳ ଭାବରେ ଖୋଦିତ ବାହ୍ୟ ଅଂଶ ଏବଂ ମେଘନାଦ ପାଚେରୀ ନାମରେ ପରିଚିତ ଏକ ସୁଦୃଢ଼ କାନ୍ଥ ଦ୍ୱାରା ଘେରି ରହିଥିବା ବିଶାଳ ଜଟିଳ ପ୍ରାଚୀର ପ୍ରାଚୀନ ଭାରତର କଳାତ୍ମକ ଏବଂ ଯାନ୍ତ୍ରିକ ଦକ୍ଷତାର ପ୍ରମାଣ। ଏହାର ଭୌତିକ ମହିମା ବ୍ୟତୀତ ଜଗନ୍ନାଥ ମନ୍ଦିର ଆକର୍ଷଣୀୟ ରହସ୍ୟମୟରେ ଆଚ୍ଛାଦିତ। ମନ୍ଦିର ଉପରେ ଥିବା ପତାକା ପବନର ଦିଗ ବିରୁଦ୍ଧରେ ଉଡ଼େ ବୋଲି କୁହାଯାଏ। ଏହା ବ୍ୟତୀତ ମନ୍ଦିର ଉପରେ କୌଣସି ପକ୍ଷୀ କିମ୍ବା ବିମାନ ସିଧାସଳଖ ଉଡ଼ୁଥିବାର ଦେଖାଯାଏ ନାହିଁ, ଯାହା ଏହାର ରହସ୍ୟମୟ ଆଭାକୁ ବୃଦ୍ଧି କରିଥାଏ। ମନ୍ଦିରର ରୋଷେଇ ଘର ମହାପ୍ରସାଦ ପ୍ରସ୍ତୁତ କରିବା ପାଇଁ କିମ୍ବଦନ୍ତୀ, ଯାହା ଭକ୍ତଙ୍କ ସଂଖ୍ୟା ନିର୍ବିଶେଷରେ କେବେ କମ୍ ପଡ଼େ ନାହିଁ କିମ୍ବା ନଷ୍ଟ ହୁଏ ନାହିଁ। ମନ୍ଦିର ସହିତ ଜଡ଼ିତ ସବୁଠାରୁ ପ୍ରସିଦ୍ଧ କାର୍ଯ୍ୟକ୍ରମ ହେଉଛି ବାର୍ଷିକ ରଥଯାତ୍ରା। ପ୍ରଭୁ ଜଗନ୍ନାଥ, ତାଙ୍କ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ରଥ ଲକ୍ଷ ଲକ୍ଷ ଭକ୍ତଙ୍କ ଦ୍ୱାରା ପୁରୀର ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରେ। ଏହି ସ୍ପନ୍ଦନଶୀଳ ଉତ୍ସବ ଲକ୍ଷ ଲକ୍ଷ ଲୋକଙ୍କୁ ଆକର୍ଷିତ କରେ, ଯାହା ପୁରୀକୁ ଭକ୍ତି ଏବଂ ସାଂସ୍କୃତିକ ଉତ୍ସାହର ସମୁଦ୍ରରେ ପରିଣତ କରେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ ମାନଙ୍କ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।